ବର୍ତ୍ତମାନ ସ୍ୱାଧୀନତା ଦିବସ ପାଇଁ ଶହୀଦ ସ୍ମୃତି ଭବନରେ ଗୋଟେ ବିଶେଷ କାର୍ଯ୍ୟକ୍ରମ ରହିଛି ଜିଲ୍ଲା ପ୍ରଶାସନ ତରଫରୁ। ତା ଭିତରେ ଆମର ଏରେଇ ଧଳସାହିରୁ ଆସିଛନ୍ତି ମା ତାରିଣୀ ଏସ୍ଏସ୍ଜି ଗ୍ରୁପ୍, ଯେଉଁଟାକି ମାଣ୍ଡିଆରେ ଦେଖ ବାବା ମାଣ୍ଡିଆରେ ସୁନ୍ଦର ଭାବରେ ଇଟିଲି କରିକି ଆଣିଛନ୍ତି। ବର୍ତ୍ତମାନ ତ ମାନେ ଗୋଟେ ସରକାରଙ୍କର ଭବ୍ୟ ପ୍ରୟାସ ଯେ କି ଆମର ବିଦ୍ୟାଳୟମାନଙ୍କରେ ପୋଷଣ ଲଡ଼ୁ ମଧ୍ୟ ମାଣ୍ଡିଆରେ ଦିଆଯାଉଛି। ମାଣ୍ଡିଆ ଲଡ଼ୁ ଆଉ ତା ସେ ବହୁତ ମାନେ ପୃଷ୍ଟିକର ଆଉ ସବୁ ପ୍ରକାର ଭିଟାମିନ୍ ତା ଭିତରେ ଅଛି। ପୁଣି ଏ ଭଉଣୀମାନେ ଆଣିଛନ୍ତି ମାଣ୍ଡିଆରେ ଇଟିଲି, ବହୁତ ଭଲ ଲାଗିଲା ମୋତେ ଆଜି ବୁଲିକି, ଆଉ ବହୁତ ଖୁସି ଲାଗିଲା। ଯାହା ହଉ ସୁନ୍ଦର ସୁନ୍ଦର ଭାବରେ ବସି ତିଆରି କରିଛନ୍ତି। ଆମେ ଆମର ସଂସ୍କୃତି ପରମ୍ପରାକୁ ବଜାୟ ରଖିବା, ଆଉ ଯେଉଁଟାକି ଆମେ ନିଜେ ଚାଷ କରୁଛନ୍ତି। ଆମ ଯେଉଁଟା ଓଡ଼ିଶାରେ ଉତ୍କଳ କୃଷି ପ୍ରଧାନ ଦେଶ, ବିଭିନ୍ନ ପ୍ରକାର ଖାଦ୍ୟ ଶସ୍ୟ ଏଠି ଭରପୁର। ତେଣୁ ଯେଉଁ ତିଆରି କରୁଛନ୍ତି ମାଣ୍ଡିଆରେ ବିଭିନ୍ନ ପ୍ରକାର ଇଟିଲିଠୁ ଆରମ୍ଭ କରି ପୋଷଣ ଲଡ଼ୁ ସେ ବହୁତ ଭଲ ଲାଗୁଛି ଆଉ ସ୍ୱାଦ ମଧ୍ୟ ରହୁଛି। ଯେହେତୁ ଏଇଟା ପ୍ରଚାର ପ୍ରସାର ଆଚ୍ଛା ବହୁତ ସୁନ୍ଦର ହେଇଛି। କାକରା ବହୁତ ସୁନ୍ଦର ହେଇଛି ଆଉ ଭଉଣୀମାନେ କରିକି ଆସୁଛନ୍ତି। ଭଗବାନ କରନ୍ତୁ ଏମିତି ଆଗକୁ ମାଣ୍ଡିଆ ଇଟିଲି କରୁଛୁ। ବଢ଼ିଆ ଜିନିଷ ସବୁ ତିଆରି ହେଇଛି। ଆଉ ମାନେ କେବଳ ଆମର ଭାରତୀୟ ସଂସ୍କୃତି ହେଉଛି କଳା ସଂସ୍କୃତି ଆଉ ତା'ର ପରମ୍ପରାକୁ ନେଇକି ଆମେ ଆମର ଜଗନ୍ନାଥ ସଂସ୍କୃତି ମହାନ କି ସୁନ୍ଦର ଭାବରେ ସବୁ ତିଆରି କରୁଛନ୍ତି। ଆସୁଛନ୍ତି ଆମର ଯେଉଁ ସ୍ୱାଧୀନତା ଦିବସ ପାଇଁ ଆଜି ଗୋଟେ ମାନେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆମର ସବୁ ନିଜେ ହାତ ତିଆରି ଜିନିଷ, ହାତ ତିଆରି ଖାଦ୍ୟ ମାଆମାନେ ଆଣିଛନ୍ତି। ସ୍ୱାଧୀନତା ଦିବସ କାଲି ଅଗଷ୍ଟ 15 ଭାରତ ସ୍ୱାଧୀନ ହେଇଥିଲା କାଲି। ପିଲାମାନଙ୍କର ନ୍ୟାସନାଲ୍ ଡେରେ ପାଳନ କରିବା ପାଇଁ ଜାତୀୟ ପତାକା ଆରମ୍ଭ କରି ସବୁ त्रिरंगा जो अच्छे आम हर घर त्रिरंगा आम समस्ते घरे घरे माने आमर तीन रंग बा स्वाधीनतार जो आम वृत्ति पालन कर स्वाधीनता दिवस अवसर में आम जो सुंदर सुंदर कार्यक्रम कर बर्तमान स्वयं सहायक गोष्ठी एसबू आनी विभिन्न कार्यक्रम होम स्वाधीनता दिवस जिला प्रशासन तरफ आमर सब सुंदर कार्यक्रम भव्य स्वागत। तेणु बहुत सुंदर रुमाल तैयारी करके आनी छात बुणा रुमाल बहुत बढ़िया बहुत भल